ଆଜିର ଭିଡ଼ିଓରେ ଆମେ +3 ସେକେଣ୍ଡ ସେମିଷ୍ଟାର କୋର୍ 3 ୟୁନିଟ୍ 1 ଗୋଟିଏ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା। ଚର୍ଯା ଗୀତିକାର ପିତୃଭୂମି ଓ ରଚନା କାଳ ସମ୍ପର୍କରେ ଆଲୋଚନା କର। ସାହିତ୍ୟ ସମାଜର ଦର୍ପଣ ସଦୃଶ। ସମାଜର ନିଚ୍ଛକ ପ୍ରତିଛବି ହିଁ ସାହିତ୍ୟରେ ପ୍ରକଟିତ ହୋଇଥାଏ। ସାହିତ୍ୟ ଓ ସମାଜ ପରସ୍ପର ଓତପ୍ରୋତ ଭାବରେ ଜଡ଼ିତ। ପ୍ରାକ୍ ସାରଳା ସାହିତ୍ୟର ସାମାଜିକ ଚେତନା ଉପରେ ଦୃଷ୍ଟି ପକାଇଲେ ପ୍ରଥମେ ଆମ ଦୃଷ୍ଟିକୁ ଲୋକ ସାହିତ୍ୟ, ଲୋକ ସଂସ୍କୃତି, ଚର୍ଯା ଗୀତିକା ଓ ନାଥ ସାହିତ୍ୟ ପଡ଼ିଥାଏ। ଏଥି ମଧ୍ୟରେ ଆମେ ଚର୍ଯା ଗୀତିକା ସମ୍ପର୍କରେ ଆଲୋଚନା କରିବା। ଅର୍ଥାତ୍ ସାହିତ୍ୟ ସମାଜରେ ଯେଉଁ ସବୁ ଘଟଣା ସବୁ ଘଟିଥାଏ ସେ ସବୁର ନିଚ୍ଛକ ପ୍ରତିଛବି ଅର୍ଥାତ୍ ସେହି ସବୁ ସମ୍ପର୍କରେ ଆମେ ସାହିତ୍ୟରେ ରଚନା କରାଯାଇଥାଏ। ଏବଂ ପ୍ରାକ୍ ସାରଳା ଆମେ ଯୁଗକୁ ବିଭିନ୍ନ ଭାଗରେ ବିଭକ୍ତ କରିଛୁ। ସେଥିମଧ୍ୟରୁ ପ୍ରଥମେ ହେଉଛି ପ୍ରାକ୍ ସାରଳା ସାହିତ୍ୟ। ପ୍ରାକ୍ ସାରଳା ସାହିତ୍ୟକୁ ଆମେ ଯେତେବେଳେ ସେ ସମୟର ସାମାଜିକ ଚେତନାକୁ ଦେଖିଲେ ସେଥିରେ ରହିଛି ଲୋକ ସାହିତ୍ୟ, ଲୋକ ସଂସ୍କୃତି, ଚର୍ଯା ଗୀତିକା ଓ ନାଥ ସାହିତ୍ୟ। ସେଥିମଧ୍ୟରୁ ଏଥିରେ ଆମେ ଚର୍ଯା ଗୀତିକା ସମ୍ପର୍କରେ ଆଲୋଚନା କରିବା। ଓଡ଼ିଆ ଭାଷା ଓ ସାହିତ୍ୟର ଉଦ୍ଭବ ଓ ଉନ୍ମେଷ ପୂର୍ବରୁ ପ୍ରାୟ 7ମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଅପଭ୍ରଂଶ ଭାଷା ଓ ସାହିତ୍ୟରେ ଉନ୍ମେଷ ଘଟିଥିଲା। ସେ ସମୟରେ 7ମ ଓ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଆ ସାହିତ୍ୟରେ ଅପଭ୍ରଂଶ ଭାଷା ପୁରା ଓଡ଼ିଆ ହୋଇନଥିଲା। ଅପଭ୍ରଂଶ ଭାଷାରେ ରଚିତ ହେଉଥିଲା ସମସ୍ତ ସାହିତ୍ୟ। ଏହି ସମୟରେ ଲୋକ କଥିତ ଭାଷା ଥିଲା ଅପଭ୍ରଂଶ। ଏହି ସମୟରେ ଅପଭ୍ରଂଶ ଭାଷାରେ ଅପଭ୍ରଂଶ ସାହିତ୍ୟର ଦୀପ୍ତିମାନ ଶିକ୍ଷା ଓ ଚର୍ଯା ଗୀତିକା ରଚନା ହୋଇଥିଲା। ଅର୍ଥାତ୍ ଏହି ସମୟରେ ଏହି ଭାଷା ଅର୍ଥାତ୍ ଅପଭ୍ରଂଶ ଭାଷାର ଦୀପ୍ତିମାନ ଶିକ୍ଷା କ'ଣ? ଚର୍ଯା ଗୀତିକା ରଚନା କରାଯାଇଥିଲା। ସାଧାରଣତଃ ଚର୍ଯା ଗୀତିକା କହିଲେ 84 ଜଣ ସିଦ୍ଧାଚାର୍ଯ୍ୟମାନଙ୍କ ଦ୍ୱାରା ରଚିତ କେତେଗୁଡ଼ିଏ ଛୋଟ ଛୋଟ ଗୀତି କବିତାର ଏକ ସମାହାର ବୁଝାଏ। ଅର୍ଥାତ୍ ଚର୍ଯା ଗୀତିକା କହିଲେ 84 ଜଣ ସିଦ୍ଧାଚାର୍ଯ୍ୟ 84 ଜଣ ସିଦ୍ଧାଚାର୍ଯ୍ୟ ଥିଲେ ସେମାନଙ୍କ ଦ୍ୱାରା ଯେଉଁ ଗୀତି କବିତା ସବୁ ରଚନା କରିଛନ୍ତି ସେ ସବୁକୁ ଚର୍ଯା ଗୀତିକା କୁହାଯାଏ। ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ନେପାଳ ରାଜଦରବାର ସଂଗ୍ରହାଳୟରୁ ଆବିଷ୍କୃତ ହୋଇଥିଲା। ଅର୍ଥାତ୍ ଚର୍ଯା ଗୀତିକା ପ୍ରଥମେ କେଉଁଠାରୁ ଆବିଷ୍କୃତ ହୋଇଥିଲା? ନେପାଳ ରାଜଦରବାରରୁ। ଏହାକୁ ପ୍ରଥମେ ବଙ୍ଗୀୟ ଗବେଷକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଆବିଷ୍କାର କରିଥିଲେ ଓ ତାଙ୍କ ପରେ ପରେ ବହୁ ଗବେଷକ ଏହାକୁ ନେଇ ଗବେଷଣା କରିଥିଲେ। ଅର୍ଥାତ୍ ପ୍ରଥମେ ନେପାଳ ରାଜଦରବାରରୁ ଏହି ଚର୍ଯା ଗୀତିକାଟି ଆରମ୍ଭ ହୋଇଥିଲା ଏବଂ ଏହା ପ୍ରଥମେ ହରପ୍ରସାଦ ଶାସ୍ତ୍ରୀ ଏହାକୁ ଆବିଷ୍କାର କରିଥିଲେ। ଏବେ ଆମେ ଦେଖିବା ଚର୍ଯା ଗୀତିକାର ଆବିଷ୍କାର। ବଙ୍ଗୀୟମାନେ ଗବେଷକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ 1897-98 ମସିହାରେ ନେପାଳ ରାଜଦରବାରକୁ ଯାଇ ସେଠାରୁ କେତେକ ପୋଥି ସଂଗ୍ରହ କରିଥିଲେ। ସେହି ପୋଥିଗୁଡ଼ିକ ମଧ୍ୟରେ ଥିଲା ଡାକରନବ, ସୁଭାଷିତ ସଂଗ୍ରହ, ଦୋହାକୋଷ। ପୁନର୍ବାର ହରପ୍ରସାଦ ଶାସ୍ତ୍ରୀ 1907 ମସିହାରେ ନେପାଳ ଯାଇ ସେଠାକାର ପୋଥି ସଂଗ୍ରହାଳୟରୁ ଆଉ କେତେକ ଦୁର୍ଲଭ ପୋଥି ସଂଗ୍ରହ କରିଥିଲେ। ସେହି ପୋଥିଗୁଡ଼ିକ ମଧ୍ୟରେ ଗୋଟିଏ ପୋଥିର ନାମ ଥିଲା ଚର୍ଯାଚର୍ଯ୍ୟ। ଏଠି ଟାଇପିଂ ଗୋଟିଏ ଆକାର ଲେଖିଛି, ଆକାର ହେବ ନାହିଁ। ଚର୍ଯାଚର୍ଯ୍ୟ ବିନିଶ୍ଚୟ। ଏହା ତାଳପତ୍ର ଲେଖାଯାଇଥିଲା। ପ୍ରତ୍ୟେକ ପତ୍ର ଉଭୟ ପୃଷ୍ଠାରେ ପଂକ୍ତିଗୁଡ଼ିକ ସଜା ହୋଇ ଲେଖାଯାଇଥିଲା। ଆଚ୍ଛା, ଚର୍ଯାଚର୍ଯ୍ୟ ବିନିଶ୍ଚୟ ଗୋଟିଏ ଗ୍ରନ୍ଥ ଥିଲା। ସେଥିରେ ତାଳପତ୍ର ସବୁ ଲେଖାଯାଉଥିଲା। ସେହି ତାଳପତ୍ରରେ ଉଭୟ ପୃଷ୍ଠାରେ ସେ ପଂକ୍ତି ସବୁ ଲେଖାଯାଇ ରହୁଥିଲା। କାହିଁକି ଚର୍ଯା ଗୀତିକା ଗୋଟେ ଗୀତିକା କରିଛି ମାନେ ସେଠି ପଦ ପଦ କରିକି ଲେଖାଯାଉଥିଲା। ସେହି ପଦ ଗୁଡ଼ିକରେ ଗୋଟିଏ ସାଇଡରେ ଉଭୟ ସାଇଡରେ ତାଳପତ୍ରର ଉଭୟ ପଟରେ ଲେଖାଯାଉଥିଲା। ପ୍ରତିଟି ପୃଷ୍ଠାରେ ଥିବା 5ଟି କରି ପଂକ୍ତି, ପ୍ରତ୍ୟେକ ପୃଷ୍ଠାରେ 5 କରିକି ପଂକ୍ତି ରହୁଥିଲା। ଏଥିରେ ନଷ୍ଟ ହୋଇଯାଇଥିବା ପତ୍ରଗୁଡ଼ିକ ଛଡ଼ା ପୋଥିର ପତ୍ର ସଂଖ୍ୟା ଥିଲା ମୋଟ 64। ସେଥିରେ ନଷ୍ଟ ହୋଇଯାଇଥିଲା କେତେକ ପୋଥି, ସେଥିମଧ୍ୟରୁ ମୋଟ 64ଟି ଥିଲା। ଶେଷ ପୃଷ୍ଠାର ପତ୍ର ସଂଖ୍ୟା ଥିଲା 6ଟା। ଅର୍ଥାତ୍ ମୋଟ 5ଟି ପତ୍ର ଏଥିରେ ନଷ୍ଟ ହୋଇଯାଇଥିଲା। ସେଗୁଡ଼ିକ ଥିଲା 35, 36, 37, 39 ଓ 66। ଏହି ପୋଥିରେ ସର୍ବମୋଟ 50ଟି ଗୀତିକା ଥିଲେ ହେଁ ମଝିରେ ଓ ଶେଷରେ କେତୋଟି ପତ୍ରର ଅଭାବ ଦୃଷ୍ଟିରୁ 23 ସଂଖ୍ୟକ ଗୀତିକାର 6ଟି ଚରଣ ଛଡ଼ା 24, 25 ଓ 48 ସଂଖ୍ୟକ ଗୀତିକା ଗୁଡ଼ିକ ଉପଲବ୍ଧ ହୋଇନାହିଁ। କିଛି ପୋଥି ମଧ୍ୟ ଉପଲବ୍ଧ ହୋଇ ବି ନାହିଁ। ଆଉ 24 ନମ୍ବର 23 ନମ୍ବର ଗୀତିକା ଯେଉଁଠି ରହିଛି ସେଟା ଅଧା ଲେଖା ହେଇଛି। 1916 ମସିହାରେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଏହା 1000 ବଛର ପୁରାଣ ବାଂଲା ଭାଷାୟ ବୌଦ୍ଧ ଗାନ ଦୋହା ନାମରେ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରକାଶ ପାଇଥିଲା। ଅର୍ଥାତ୍ 1916 ମସିହାରେ ଏହି ଚର୍ଯା ଗୀତିକାକୁ ହରପ୍ରସାଦ ଶାସ୍ତ୍ରୀ ବଙ୍ଗଳା ଭାଷାରେ 1000 ବଛର ପୁରାଣ ବାଂଲା ଭାଷା ବୌଦ୍ଧ ଗାନ ଦୋହା ନାମରେ ନାମିତ କରିଥିଲେ। ଏ ସଂକଳନରେ 4ଟି ଗ୍ରନ୍ଥ ଥିଲା। ସେହି 1000 ବଛର ପୁରାଣ ବାଂଲା ଭାଷା ବୌଦ୍ଧ ଗାନ ଦୋହାରେ 4ଟି ଗ୍ରନ୍ଥ ଥିଲା। ସେଟା ହେଲା ଚର୍ଯାଚର୍ଯ୍ୟ ବିନିଶ୍ଚୟ, ସରହପାଦଙ୍କ ଦୋହା, କାହ୍ନପାଦଙ୍କ ଦୋହା, ଡାକରନବ। 1929 ମସିହାରେ ନେପାଳ ରହଣି କାଳରେ ସେ 2 ଖଣ୍ଡ ଦୋହାକୋଷ ସମ୍ପାଦନ କରିଥିଲେ। ଅର୍ଥାତ୍ ସେ ନେପାଳରେ 1929 ମସିହା ରହୁଥିବା ସମୟରେ 2 ଖଣ୍ଡ ଦୋହାକୋଷ
ସମ୍ପାଦନ କରିଥିଲେ। ପ୍ରଥମ ଖଣ୍ଡଟି ରାଜଗୁରୁ ହମିର ଶର୍ମା ଏବଂ ଦ୍ୱିତୀୟଟି ପାଠାଗାରରୁ ସଂଗ୍ରହ କରିଥିଲେ। ପ୍ରଥମ ଗ୍ରନ୍ଥରେ ଶିଳପାଦଙ୍କ ଦୋହାକୋଷ ଓ ଦ୍ୱିତୀୟଟିରେ ସୌରଭପାଦଙ୍କ ଦୋହାକୋଷ। ଏହା 1933ରେ କଲିକତା ବିଶ୍ୱବିଦ୍ୟାଳୟ ଓ ପରେ କଲିକତା ସିରିଜରେ ଦୋହାକୋଷ ନାମରେ ପ୍ରକାଶିତ ହେଲା। ପରବର୍ତ୍ତୀ ସମୟରେ ଚର୍ଯାଗୀତିକାର ପିତୃଭୂମିକୁ ନେଇ ମସିଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ମତବାଦ ଚର୍ଯାଗୀତିର ଭାଷାକୁ ନିଜର ବୋଲି ଅଭିହିତ କରୁଥିଲେ। ସେଗୁଡ଼ିକ ମଧ୍ୟରୁ କେତେକ ହେଲେ ଅର୍ଥାତ୍ ପ୍ରଥମେ ହରପ୍ପା ସଂସ୍କୃତି ଏହାକୁ ବଙ୍ଗଳା ଭାଷାର ବୋଲି କହିକି ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ବିଭିନ୍ନ ଗବେଷକମାନେ ଭିନ୍ନ ଭିନ୍ନ ଭାଷାରେ ବୋଲି ଗବେଷକମାନେ ନିଜର ମତ ପ୍ରକାଶ କରିଛନ୍ତି। ସେହି ମତବାଦ ଗୁଡ଼ିକ ଆମେ ଏବେ ଦେଖିବା। ଚର୍ଯାଗୀତିକାର ପିତୃଭୂମିକୁ ନେଇ ମତାନୈତିକ। ବଙ୍ଗୀୟ ଗବେଷକ ମହାମହୋପାଧ୍ୟାୟ ହରପ୍ପା ଶାସ୍ତ୍ରୀ ନିଜ ଦ୍ୱାରା ସଂଗୃହୀତ 50ଟି ଚର୍ଯାର ପ୍ରକାଶିତ ନାମ ରଖିଥିଲେ। ହଜାର ବଛାରେର ପୁରାଣ ବାଙ୍ଗାଳୀ ଭାଷାୟ ବୌଦ୍ଧ ଗାନ ଦୋହା। ଏଥିରେ ଶାସ୍ତ୍ରୀ ମହୋଦୟ କୌଣସି ପ୍ରକାର ଐତିହାସିକ ପ୍ରାମାଣିକତା ନ ଦର୍ଶାଇ ଏହାର ଭାଷାକୁ ପ୍ରାଚୀନ ଓ ବଙ୍ଗଳା ଓ ଚର୍ଯାକାରମାନଙ୍କୁ ବଙ୍ଗାଳୀ ବୋଲି ଅଭିହିତ କରିଥିଲେ। ସେ ଏଥିରେ କୌଣସି ପ୍ରମାଣ ନ ଦେଇ ସେ ନିଜେ ଏହାକୁ ବଙ୍ଗାଳୀ ଭାଷା ବୋଲି ମତ ପ୍ରକାଶ କରିଛନ୍ତି। ମୈଥିଳୀ ସାହିତ୍ୟର ଐତିହାସିକ ଜୟକାନ୍ତ ମିଶ୍ର ତାଙ୍କର ଏ ହିଷ୍ଟ୍ରି ଅଫ୍ ମୈଥିଲି ଲିଟରେଚର ଗ୍ରନ୍ଥରେ ଏହାକୁ ପ୍ରାଚୀନ ବଙ୍ଗଳା, ପ୍ରାଚୀନ ଆସାମୀ, ପ୍ରାଚୀନ ଓଡ଼ିଆ ବୋଲି ମତ ପ୍ରକାଶ କରିଥିଲେ ହେଁ ଏହି ଗାନଗୁଡ଼ିକ ମୈଥିଳୀ ସାହିତ୍ୟର ଆଦିରୂପ ମତ ପ୍ରକାଶ କରିଛନ୍ତି। ଅର୍ଥାତ୍ ଜୟକାନ୍ତ ମିଶ୍ର ଏ ହିଷ୍ଟ୍ରି ଅଫ୍ ମୈଥିଲି ଲିଟରେଚରରେ ଏହି ଚର୍ଯାଗୀତିକାକୁ ପ୍ରାଚୀନ ବଙ୍ଗାଳୀ, ପ୍ରାଚୀନ ଆସାମୀ, ପ୍ରାଚୀନ ଓଡ଼ିଆ ଭାଷା ଆଦିରୂପ ହେଲେ ମଧ୍ୟ ଏହାର ପଂକ୍ତି ଗୁଡ଼ିକ ବା ଗୀତି ଗୁଡ଼ିକ ମୈଥିଳୀ ଭାଷାରେ ଲେଖାଯାଇଛି ବୋଲି ସେ କହିଛନ୍ତି। ସ୍ୱନାମଧ୍ୟ ଭାଷାବିତ୍ ବଙ୍ଗୀୟ ବିଦ୍ୱାନ ସୁନୀତ କୁମାର ଚାଟାର୍ଜୀ ଏହାର ଭାଷା ସମ୍ପର୍କରେ ବିଚାର କରିବାକୁ ଯାଇ ସେଗୁଡ଼ିକୁ ପ୍ରାଚୀନ ବଙ୍ଗ ଭାଷାର ଉପାଦାନ ବୋଲି ଯୁକ୍ତି କରିଛନ୍ତି। ସୁନୀତ କୁମାର ଚାଟାର୍ଜୀ ମଧ୍ୟ ଏହାର ଭାଷାକୁ ବଙ୍ଗୀୟ ଭାଷା ବୋଲି ଯୁକ୍ତି କରିଛନ୍ତି। ହିନ୍ଦୀ ସାହିତ୍ୟର ବିଶିଷ୍ଟ ଆଲୋଚକ ରାହୁଲ ସାଙ୍କୃତ୍ୟାୟନ ତାଙ୍କର ପୁରାତତ୍ତ୍ୱ ନିବନ୍ଧାବଳୀରେ ଚର୍ଯାପଦଗୁଡ଼ିକୁ ପ୍ରାଚୀନ ହିନ୍ଦୀ ବୋଲି ମଧ୍ୟ ଦାବି କରିଛନ୍ତି। ଡକ୍ଟର କରୁଣାକର ବୌଦ୍ଧଗାନ ଓ ଦୋହା ସମ୍ପର୍କରେ ପ୍ରଥମ ଗବେଷଣାତ୍ମକ ନିବନ୍ଧ ଲେଖି ଇତିହାସ, ଧର୍ମ ଓ ଭାଷାତାତ୍ତ୍ୱିକ ଦୃଷ୍ଟିକୋଣରୁ ଚର୍ଯାଗୀତିଗୁଡ଼ିକୁ ଓଡ଼ିଆ ଭାଷାର ପ୍ରାଚୀନ ରୂପ ବୋଲି ସିଦ୍ଧାନ୍ତ କରିଛନ୍ତି। ଏ ସମ୍ପର୍କରେ ତାଙ୍କର ମତ ବେଶ ପ୍ରଣିଧାନଯୋଗ୍ୟ। ଆଚାର୍ଯ୍ୟ ଚର୍ଯାଚୟ ଭାଷା ହଜାର ବଛର ତଳର ପ୍ରାଚୀନ ଓଡ଼ିଆ ଭାଷା ଏବଂ ପଦ୍ୟର ଲେଖକ ସିଦ୍ଧାଚାର୍ଯ୍ୟମାନେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ବୋଲି ମୁଁ ମୁଖବନ୍ଧରେ ପ୍ରତିପାଦନ କରିଅଛି। ଏହି ଗ୍ରନ୍ଥର ଭାଷା ଓଡ଼ିଆ ଥିଲା। ତହିଁରେ ଲେଖକ ସିଦ୍ଧାଚାର୍ଯ୍ୟମାନେ ଓଡ଼ିଆ ଥିଲେ ଏବଂ ସେମାନଙ୍କର ପ୍ରଚାରିତ ଧର୍ମ ମଧ୍ୟ ଓଡ଼ିଶାରୁ ଜାତ ହୋଇଥିଲା। ଅର୍ଥାତ୍ ଡକ୍ଟର କରୁଣାକର ସେ ଯେଉଁ ନିବନ୍ଧ ଲେଖିଥିଲେ ତାହାର ନାମ ସେ ଆଚାର୍ଯ୍ୟ ଚର୍ଯାଚୟ ଦେଇଥିଲେ ଏବଂ ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଚର୍ଯାଗୀତିକାର ଭାଷା ହେଉଛି ଓଡ଼ିଆ ଏବଂ ଚର୍ଯା ପଦ ଯେଉଁମାନେ ରଚନା କରିଛନ୍ତି ସେମାନେ ଓଡ଼ିଶାର ଜନ୍ମଗ୍ରହଣ କରିଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି। ଉପରୋକ୍ତ ଆଲୋଚନା କ୍ରମରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାଷାତାତ୍ତ୍ୱିକ ଦୃଷ୍ଟିରୁ ଏଥିରେ ପ୍ରଯୁକ୍ତ ହୋଇଥିବା ଉକ୍ତ ହେଉଛି ଓଡ଼ିଶା, ବଙ୍ଗଳା, ଆସାମ ପ୍ରକୃତି ପୂର୍ବ ଭାରତୀୟ ପ୍ରଦେଶମାନଙ୍କ ସେ ସମୟରେ ପ୍ରଚଳିତ ଉକ୍ତି ସାଧାରଣତଃ ଜନତାର ଭାଷା। ଅନ୍ୟପକ୍ଷରେ ଚର୍ଯାକାରଗଣଙ୍କ ମଧ୍ୟରେ ଓଡ଼ିଶା, ବଙ୍ଗଳା, ଆସାମ, ବିହାର ପ୍ରଭୃତି ରାଜ୍ୟର ସାଧକରା ଥିଲେ ହେଁ ପୂର୍ବ ଭାରତୀୟ ସାଂସ୍କୃତିକ ତଥା ଧର୍ମୀୟ ବାତାବରଣ ଭିତରେ ରହି ସେମାନଙ୍କର ତତ୍ତ୍ୱରାଜିକୁ ସର୍ବସାଧାରଣଙ୍କ ଭାଷା ରଚନା କରିବାକୁ ଉଚିତ ମଣିଥିବେ। ତେଣୁ କୁହାଯାଇପାରେ ଚର୍ଯାର ଭାଷା ପୂର୍ବ ଭାରତୀୟ ଭାଷା ସମୂହ ଜନନୀ ଏବଂ ଚର୍ଯା ପୂର୍ବ ଭାରତର ଆଦ୍ୟ ଲିଖିତ ସାହିତ୍ୟ। ଅର୍ଥାତ୍ ଏଠାରେ କୁହାଯାଉଛି ଚର୍ଯାର ଭାଷା ହେଉଛି ପୂର୍ବ ଭାରତୀୟ ଭାଷା ସମୂହର ଜନନୀ ଏବଂ ଚର୍ଯାର ପୂର୍ବ ଭାରତ ଆଦ୍ୟ ଲିଖିତ ସାହିତ୍ୟରେ ପରିଣତ ହୋଇଛି ବୋଲି ଏଥିରେ ମତ ପ୍ରକାଶ କରାଗଲା। ଚର୍ଯାର ଅର୍ଥ। ଚର୍ଯା ଶବ୍ଦର ଅନେକ ଅର୍ଥ ରହିଥିଲେ ଏହାର ମୂଳ ଅର୍ଥ ଆଚରଣ ବା ଆଚାର। ଚର୍ଯାର ବିଭିନ୍ନ ଅର୍ଥ ରହିଥିଲେ ବିଭିନ୍ନ ମତରେ ବିଭିନ୍ନ ଯେପରିକି ଏହାର ରଚନା କାଳ, ଏହାର ଭାଷା ବିଭିନ୍ନ ଏବଂ ଭାଷାରେ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ଏହାର ମୂଳ ଅର୍ଥଟି ହେଉଛି ଆଚରଣ ବା ଆଚାର। ପାରିଭାଷିକ ଅର୍ଥରେ ଚର୍ଯା ଶବ୍ଦର ପ୍ରତିଶବ୍ଦ ଆଚରଣ କହିଲେ ଯାହା ବୁଝାଯାଏ ତାହା ନୁହେଁ, ଏହା ଯୋଗ ସାଧନ ସମ୍ପର୍କିତ ପଦ୍ଧତି ଆଚରଣ। ଆଚରଣ କହିଲେ ଏମିତି ଆଚରଣକୁ ବୁଝାଯାଏନି, ଆଚରଣ କହିଲେ ସାଧନ ସମ୍ପର୍କିତ ଆଚରଣକୁ ବୁଝାଯାଏ। ଚର୍ଯା ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ଅଧ୍ୟୟନ ବା ସମୀକ୍ଷା। ତନ୍ତ୍ର ଶ୍ରେଣୀ ବିଭାଗ ନାମ ମଧ୍ୟ ଚର୍ଯା। ପୁଣି ବ୍ୟକ୍ତିବିଶେଷଙ୍କ ନାମରେ ମଧ୍ୟ ଚର୍ଯା ଶବ୍ଦ ପ୍ରଯୁକ୍ତ, ଯେପରି ଚର୍ଯାପାଦ। କିନ୍ତୁ
ଆଲେଖ୍ୟ ଚର୍ଯା ଶବ୍ଦର ପ୍ରାଚୀନ କାଳରେ ସଙ୍ଗୀତ ଶାସ୍ତ୍ର ଅନୁସାରେ ଏକ ନିବେଶ ରୀତି ଶୈଳୀକୁ ଚର୍ଯା କରିଥିଲା। କିନ୍ତୁ ପୂର୍ବରୁ ଯେଉଁ ସଙ୍ଗୀତ ରଚନା କରିବା ଗୀତି ରୀତି ଶୈଳୀ ରହିଥିଲା ତାହାକୁ ଚର୍ଯା ବୋଲି କୁହାଯାଉଥିଲା। ଚର୍ଯା ଗୀତିକାର ରଚନା କାଳ 1916ରେ ବୌଦ୍ଧ ଗାନ ଓ ଦୋହା ବଙ୍ଗୀୟ ପଣ୍ଡିତ ମହାମପାଦ୍ୟ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରକାଶିତ ହୋଇଥିଲା, ଯେଉଁଥିରେ ସେ ଏହାକୁ 1000 ବଛରରେ ପୁରାଣ ବୋଲି ସମୟରେଖା ନିର୍ଦ୍ଧାର କରିଥିଲେ। ଅର୍ଥାତ୍ ପ୍ରକାଶ କାଳ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ ବିଚାରକୁ ନେଲେ ଏହା ରଚନା କାଳ ହେବ ଦଶମ ଶତାବ୍ଦୀ। ଅର୍ଥାତ୍ ପ୍ରକାଶ କାଳ କେତେ ବିଂଶ ଶତାବ୍ଦୀକୁ ନେଇ ଏହାର ରଚନା କାଳ ନିର୍ଦ୍ଧାର କଲେ ହେବ ଏହା ଦଶମ ଶତାବ୍ଦୀରେ ବୋଲି କୁହାଯାଏ। ଏହି ଗ୍ରନ୍ଥର ମୁଖବନ୍ଧରେ ସେ ନିଜର ମତ ଦେଇ କହିଛନ୍ତି, ଖ୍ରୀଷ୍ଟୀୟ 8, 10, 11, 12 ସତେ ଏହି ସକଲ ବହିଗୁଲି ଲେଖା ହୋଇଆଛିର ବୋଳାଯାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ଗବେଷକ ଏହା ରଚନା କାଳ ନିର୍ଣ୍ଣୟ କରିଛନ୍ତି। ସେମାନଙ୍କ ମଧ୍ୟରେ କେତେକ ହେଲେ ସୁନୀତ କୁମାର ଚାଟାର୍ଜୀ। ତାଙ୍କ ମତରେ ଚର୍ଯା ଗୀତିକା ଗୁଡ଼ିକର ରଚନା କାଳ ଖ୍ରୀଷ୍ଟ 950ରୁ ଖ୍ରୀଷ୍ଟୀୟ 1200 ପର୍ଯ୍ୟନ୍ତ। ସେ ଲୁଇପା କାନ୍ହୁବାକୁ ଧରି ଏହା ରଚନା କାଳ ନିର୍ଣ୍ଣୟ କରିଛନ୍ତି। ଅର୍ଥାତ୍ ସେ ଲୁଇପା କାନ୍ହୁବାକୁ ଧରିବା ତାଙ୍କକୁ ଭିତ୍ତି କରି ସେ ଏହାର ରଚନା କାଳ ନିର୍ଦ୍ଧାର କରି କହିଛନ୍ତି ଯେ 950ରୁ 1200 ଶତାବ୍ଦୀ ପର୍ଯ୍ୟନ୍ତ। ଡକ୍ଟର ପ୍ରଭୁଚନ୍ଦ୍ର ବାଗ୍ଚୀଙ୍କ ମତରେ ଚର୍ଯା ଗୀତିକା ରଚନା କାଳ ସମ୍ଭବତଃ ଖ୍ରୀଷ୍ଟୀୟ 1300 ଶତାବ୍ଦୀ। ସେହିପରି ଡକ୍ଟର ପ୍ରଭୁଚନ୍ଦ୍ର ବାଗ୍ଚୀଙ୍କ ମତରେ 1300 ଶତାବ୍ଦୀ ବୋଲି ଏହା ରଚନା କାଳ ବୋଲି କହୁଛନ୍ତି। ମହମ୍ମଦ ଶହୀଦୁଲ୍ଲାହଙ୍କ ମତରେ ଚର୍ଯା ଗୀତିକା ରଚନା କାଳ ସପ୍ତମ ଶତାବ୍ଦୀ ଆରମ୍ଭ ବୋଲି କହିଛନ୍ତି। ସେହିପରି ମହାପଣ୍ଡିତ ରାହୁଲ ସାଙ୍କୃତ୍ୟାୟନ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର କାଳ ନିର୍ଣ୍ଣୟ କରିଛନ୍ତି ଅଷ୍ଟମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ମଧ୍ୟରେ। ଡକ୍ଟର ସୁକୁମାର ସେନ ଏହାର ଭାଷାଗତ ବୈଶିଷ୍ଟ୍ୟକୁ ଆଧାର କରି ଏସବୁର ରଚନା କାଳ ଦଶମରୁ ଦ୍ୱାଦଶ ଶତାବ୍ଦୀ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ଡକ୍ଟର ଜୟକାନ୍ତ ମିଶ୍ର ଏହାର ରଚନା କାଳକୁ ଅଷ୍ଟମରୁ 1200 ଶତାବ୍ଦୀ ମଧ୍ୟରେ ଅବସ୍ଥାପିତ କରିଛନ୍ତି। ଡକ୍ଟର ତାରାପଦ ମୁଖାର୍ଜୀ ଏହାର ଲିପିତାତ୍ତ୍ୱିକ ଭିତ୍ତିରେ ଅନୁମାନ କରିଛନ୍ତି ଚର୍ଯା ପୋଥିଗୁଡ଼ିକ ରଚନା କାଳ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ଶେଷାର୍ଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଏହିପରି ଭାବରେ ବିଭିନ୍ନ ମତବାଦମାନେ ବା ଗବେଷକମାନେ ଚର୍ଯାର ରଚନା କାଳ ଭିନ୍ନ ଭିନ୍ନ ବୋଲି ମତ ପ୍ରକାଶ କରିଛନ୍ତି। ମୋଟାମୋଟି ଭାବେ ବିଚାର କଲେ ଚର୍ଯା ଗୀତିଗୁଡ଼ିକ ରଚନା କାଳକୁ ସପ୍ତମ ଅଷ୍ଟମ ଶତାବ୍ଦୀରୁ ଏକାଦଶ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଗ୍ରହଣ କରାଯାଇପାରେ। ଅର୍ଥାତ୍ ମୋଟାମୋଟି ଭାବରେ ଏହିସବୁ ତାଙ୍କର ମତଭେଦକୁ ଦୃଷ୍ଟିରେ ରଖି ଆଲୋଚନା କଲେ ଜଣାଯାଏ ଯେ ସପ୍ତମ ଅଷ୍ଟମରୁ ଏକାଦଶ ଦ୍ୱାଦଶ ପର୍ଯ୍ୟନ୍ତ ଏହାର ରଚନା କାଳ ବୋଲି ଧରାଯାଏ। ଆଜିର ଭିଡ଼ିଓରେ ଆମେ ଚର୍ଯା ଗୀତିକାର ପିତୃଭୂମି ଓ ରଚନା କାଳ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା ଆଉ ଗୋଟେ ନୂଆ ଲଙ୍ଗ କୋଶ୍ଚିନ୍ ସହିତ। ଜୟ ଜଗନ୍ନାଥ।